ଭାରତୀୟଙ୍କ ସହ ଖେଳୁଛି ରୁଷ। ଯୁଦ୍ଧ ଭୂମିରୁ ଆସିଲା ସାଂଘାତିକ ତଥ୍ୟ। ରୁଷ ୟୁକ୍ରେନ ଯୁଦ୍ଧରେ ଭାରତୀୟ ଛାତ୍ରଙ୍କୁ ଜବରଦସ୍ତ କରାଯାଉଛି ସାମିଲ। ଗୁଜରାଟର ମୋରବି ଜିଲ୍ଲାର 23 ବର୍ଷୀୟ ଯୁବକ ସାହିଲ ମହମ୍ମଦ ହୁସେନ ରୁଷିଆ ୟୁକ୍ରେନ ଯୁଦ୍ଧରେ ଫସି ଯାଇଛନ୍ତି। ପଢ଼ିବା ପାଇଁ 2024ରେ ରୁଷିଆ ଯାଇଥିବା ସାହିଲଙ୍କୁ ନକଲି ଡ୍ରଗ୍ସ ମାମଲାରେ ଫସାଇ ରୁଷ ସେନାରେ ବାଧ୍ୟତାମୂଳକ ଭାବେ ଭର୍ତ୍ତି କରାଯାଇଥିଲା। 15 ଦିନ ଟ୍ରେନିଂ ପରେ ତାଙ୍କୁ ଯୁଦ୍ଧ କ୍ଷେତ୍ରକୁ ପଠାଇ ଦିଆଯାଇଥିଲା। ଫ୍ରଣ୍ଟଲାଇନ୍ରେ ପହଞ୍ଚି ସାହିଲ ତୁରନ୍ତ ୟୁକ୍ରେନ ସେନା ଆଗରେ ଆତ୍ମସମର୍ପଣ କରିଛନ୍ତି। ଏବେ ୟୁକ୍ରେନ ହେଫାଜତରେ ଥାଇ ସାହିଲ ଏକ ଭିଡିଓ ଜାରି କରି ଭାରତ ସରକାର ଓ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଉଦ୍ଧାର ପାଇଁ ଅପିଲ କରିଛନ୍ତି। ସେ ଯୁବକମାନଙ୍କୁ ରୁଷିଆକୁ ଯାଇ ସେନାରେ ଯୋଗ ନ ଦେବାକୁ ପରାମର୍ଶ ଦେଇଛନ୍ତି। କେନ୍ଦ୍ର ସରକାର ଏହି ଘଟଣାରେ ରୁଷିଆ ସହ ଆଲୋଚନା ଜାରି ରଖିଛନ୍ତି। ତେବେ ଭାରତ ସରକାରଙ୍କ ସର୍ବଶେଷ ତଥ୍ୟ ଅନୁସାରେ 2022 ଠାରୁ ମୋଟ 202 ଜଣ ଭାରତୀୟ ନାଗରିକ ଧୋକାରେ ବା ବାଧ୍ୟତାମୂଳକ ଭାବେ ରୁଷିଆ ସେନାରେ ଭର୍ତ୍ତି ହୋଇଛନ୍ତି। ଏଥିରୁ 26 ଜଣଙ୍କ ମୃତ୍ୟୁ ହୋଇଛି, 7 ଜଣ ନିଖୋଜ ଅଛନ୍ତି ଏବଂ ଏବେ ମଧ୍ୟ 50 ଜଣ ଫସି ରହିଛନ୍ତି। ଅନେକ ଛାତ୍ର ଷ୍ଟୁଡେଣ୍ଟ ଭିସାରେ ଯାଇ ଏହି ଫାଶରେ ପଡ଼ିଛନ୍ତି। ବ୍ୟୁରୋ ରିପୋର୍ଟ, ନ୍ୟୁଜ୍ ଆଲର୍ଟ 24x7।